ସମସ୍ତଙ୍କୁ ଅଭିନନ୍ଦନ। ଆଜିର ଦିନଟି ଆପଣଙ୍କର ମଙ୍ଗଳମୟ ହେଉ। ପ୍ରଥମେ ବଡ଼ମାନଙ୍କୁ ମୋର ସମ୍ମାନ ଓ ପ୍ରଣାମ, ସାନମାନଙ୍କୁ ମୋର ଆଶୀର୍ବାଦ ଓ ସ୍ନେହ। ଆଜି କିଛି ଛୋଟ ଛୋଟ ବାର୍ତ୍ତା ସମସ୍ତେ ଜାଣିଛନ୍ତି ଏ ବିଷୟରେ, ତଥାପି ମୁଁ କିଛି ମନେ ପକାଇ ଦେଉଛି। ଯଦି କେଉଁଠି କିଛି ଭୁଲ ରହିଯାଏ ମୋତେ କ୍ଷମା କରିଦେବେ। ଆମେ ପାଠ ପଢ଼ୁଛନ୍ତି, ବହୁତ ଲୋକ ପାଠଶାଠ ପଢ଼ିକି ଭଲ ଭଲ ଚାକିରି ମଧ୍ୟ କରୁଛନ୍ତି। ପଢ଼ିବା, ଲେଖିବା ବା ଶିକ୍ଷା ଲାଭ କରିବାର ଉଦ୍ଦେଶ୍ୟ କେବଳ ଚାକିରି ପାଇବା ନୁହେଁ। ଏତିକି ଜାଣିଥାନ୍ତୁ, ଆପଣମାନେ ବି ଜାଣିଛନ୍ତି। ପଢ଼ିବା, ଲେଖିବା, ଶିକ୍ଷା ଲାଭ କରିବା, ଉଚ୍ଚଶିକ୍ଷା ଲାଭ କରିବା ଉଦ୍ଦେଶ୍ୟ କେବଳ ଚାକିରି ପାଇବା ନୁହେଁ, ତାହା ଜ୍ଞାନ, ବିବେକ ଓ ସଦ୍ଗୁଣ ଲାଭ କରିବା। ଅଧିକ ପାଠ ପଢ଼ି ଆମେ କେବଳ ଚାକିରି କରିବା ତାହା ନୁହେଁ, ତାହା ସହିତ ଜ୍ଞାନ, ବିବେକ ଓ ସଦ୍ଗୁଣ ଲାଭ କରିବା। ଏହା ହିଁ ସତ୍ୟ କଥା। ତୁମେ ତୁମ ଚିନ୍ତା, ବଚନ ଓ କର୍ମ ଦ୍ୱାରା କାହାରି ଅନିଷ୍ଟ କର ନାହିଁ। କାହାକୁ ଆମେ ଚିନ୍ତା କରିବା, କଥା ଦେବା, କଥାରେ କାହାକୁ ବଚନରେ ଖରାପ ବ୍ୟବହାର କରିବା, କାହାକୁ ଆମେ ଚିନ୍ତା କରିବା ଏ ଲୋକଟିକୁ ଆମେ ହଇରାଣ କରିବା ପାଇଁ, ଦେଖିବେ ନିଶ୍ଚୟ ତା'ର ଫଳ, କର୍ମଫଳ ନିଶ୍ଚୟ ବିଳମ୍ବରେ ହେଉ ବା ଶୀଘ୍ର ହେଉ ଆପଣଙ୍କ ପାଖରେ ନିଶ୍ଚୟ ପହଞ୍ଚିବ। ଯଦି ଆପଣ ଭଲ କର୍ମ କରୁଛନ୍ତି, ନିଶ୍ଚୟ ତା'ର ଫଳ ନିଶ୍ଚୟ ଯେଉଁ ବାଟେ ହେଲେ ପହଞ୍ଚିବ ଆପଣଙ୍କ ପାଖରେ, ଶୀଘ୍ର ହେଉ ବା ବିଳମ୍ବରେ। ସେହିପରି ଆମେ ଯଦି ଆମ ଚିନ୍ତା ବା ବଚନ ଦ୍ୱାରା, କାହାର କର୍ମ ଦ୍ୱାରା କାହାର ଅନିଷ୍ଟ କରିବା, ନିଶ୍ଚୟ ତା'ର କର୍ମଫଳ ଶୀଘ୍ର ହେଉ ବା ବିଳମ୍ବରେ ଆମ ପାଖରେ ନିଶ୍ଚୟ ପହଞ୍ଚିବ। ଏଇଟା ପ୍ରକୃତ ସତ୍ୟ। ଆମେ ଯଦି ସତ୍ୟ, ଧର୍ମ, ନ୍ୟାୟ ଓ ଅହିଂସାକୁ ଆମ ହୃଦୟରେ ପ୍ରତିଷ୍ଠିତ କରିବା, ତେବେ କୌଣସି କୁପ୍ରବୃତ୍ତି ଆମ ଭିତରକୁ ପ୍ରବେଶ କରିପାରିବ ନାହିଁ। ନିହାତି ଆମେ ଯଦି ସତ୍ୟ, ଧର୍ମ, ଅହିଂସା, ନ୍ୟାୟ ଆମ ହୃଦୟରେ ପ୍ରତିଷ୍ଠିତ କରିବା, ନିଶ୍ଚୟ କୌଣସି କୁପ୍ରବୃତ୍ତି ଆମ ଭିତରକୁ ପ୍ରବେଶ କରିପାରିବ ନାହିଁ। ତୁମେ ଯଦି କାହା ସହିତ ବନ୍ଧୁତା କରୁଛ, ଠିକ୍ ଅଛି, ବନ୍ଧୁତା ତ ଆମେ କରିବା, କିନ୍ତୁ ତା'ର ଅଭ୍ୟାସ, ତା'ର ବ୍ୟବହାର, ତା'ର ଶୃଙ୍ଖଳା ଓ ସିଏ କରୁଥିବା ସଙ୍ଗତି, ସିଏ କେଉଁ ମାନଙ୍କ ସହିତ ମିଶୁଛି, ସେ କେଉଁ ଟାଇପ୍ର ଲୋକଙ୍କ ସହିତ ମିଶୁଛି, ମୁଁ ସେଇ ଟାଇପ୍ର ଲୋକଙ୍କ ସହିତ ମିଶିପାରିବି କି ସେ ବିଷୟରେ ଆଗେ ପ୍ରଥମେ ଚିନ୍ତା କରିବେ, ତାଙ୍କୁ ପରଖି ନେବେ, ତାପରେ ବନ୍ଧୁତା କରିବେ। ବନ୍ଧୁତା ତ ଆମେ ବହୁତ କରୁଛନ୍ତି, କିନ୍ତୁ ସେଇଟାକୁ ଧ୍ୟାନ ଦେବାକୁ ପଡ଼ିବ। ତୁମେ ଯଦି ଭଗବାନଙ୍କର ଉପାସନା କର, ଯେକୌଣସି ଭଗବାନ ହୁଅନ୍ତୁ, ଭଗବାନଙ୍କର ତ ବିଭିନ୍ନ ରୂପ, ଉପାସନା କରିବା ସହିତ ଯଦି ଆମେ ଅନ୍ୟର କ୍ଷତି ମାନ କରିବା, ପଶୁପକ୍ଷୀ ହୁଅନ୍ତୁ, କୀଟପତଙ୍ଗ ହୁଅନ୍ତୁ ବା ମନୁଷ୍ୟ ହୁଅନ୍ତୁ, ଯେକୌଣସି ଯାହାର ଆମେ କ୍ଷତି କରିବା, ତେବେ ଭଗବାନ ଆମ ଉପରେ ପ୍ରୀତି ହେବେ ନାହିଁ ବା ଖୁସି ହେବେ ନାହିଁ। ନିହାତି ସାଧାରଣ ମନୁଷ୍ୟ ହେଉ ବା ସ୍ୱୟଂ ଅବତାର ହୁଅନ୍ତୁ, ସମସ୍ତଙ୍କର ଜନ୍ମ ନିଜ ମାତୃ ଗର୍ଭ। ତେଣୁ ଆମେ ନିଜ ମାତାଙ୍କୁ ସମ୍ମାନ କରିବା, ଭକ୍ତି କରିବା ଏବଂ ତାଙ୍କୁ ଭଗବାନ ସଦୃଶ ଦେଖିବା। ଭଗବାନ ତ ଅନେକ ଅଛନ୍ତି, ସବୁ ଭଗବାନଙ୍କୁ ଆମେ ସମ୍ମାନ କରିବା ବା ଭକ୍ତି କରିବା, କିନ୍ତୁ ନିଜ ମାତା ହେଉଛନ୍ତି ସ୍ୱୟଂ ଭଗବାନ ସଦୃଶ। ତାଙ୍କୁ ଆମେ ଭକ୍ତି କରିବା ଏବଂ ସମ୍ମାନ କରିବା। ଭଗବାନଙ୍କର ଅସଂଖ୍ୟ ନାମ ଓ ଅସଂଖ୍ୟ ରୂପ, ତନ୍ମଧ୍ୟରୁ ଯେଉଁ ରୂପ ବା ଯେଉଁ ନାମ ଆମକୁ ଭଲ ଲାଗୁଛି, ଯେଉଁ ନାମ ଆମକୁ ଭଲ ଲାଗୁଛି, ତାକୁ ଆମେ ଗ୍ରହଣ କରିବା ଏବଂ ମନରେ ରଖି ନାମ ଜପ କରିବା। ତାହା ହିଁ ଶାନ୍ତି ଓ ଆନନ୍ଦ ପାଇବାର ପ୍ରଧାନ ପଥ। ମନୁଷ୍ୟଠାରେ କ୍ରୋଧ ଥିବା ଯାଏଁ ଦୁର୍ଦ୍ଦଶାରୁ ମୁକ୍ତି ପାଇପାରିବ ନାହିଁ। ମନୁଷ୍ୟ କେବେ ଦୁର୍ଦ୍ଦଶାରୁ ମୁକ୍ତି ପାଇପାରିବ ନାହିଁ, କାରଣ ତାର ମନୁଷ୍ୟର ମନ ଭିତରେ କ୍ରୋଧ ରହୁଛି। ଦୁର୍ଦ୍ଦଶାରୁ ମୁକ୍ତି ପାଇବାକୁ ହେଲେ ତାକୁ ପ୍ରଥମେ କ୍ରୋଧ ମୁକ୍ତି ହେବାକୁ ପଡ଼ିବ। ନିଜର କ୍ରୋଧକୁ ଆଗେ ତ୍ୟାଗ କରିବାକୁ ପଡ଼ିବ, ମୁକ୍ତି କରିବାକୁ ପଡ଼ିବ, ତାହେଲେ ଆମେ ଦୁର୍ଦ୍ଦଶାରୁ ମୁକ୍ତି ହେବା ବା ଶାନ୍ତି ପାଇବା। ଆମେ ଯଦି ସେବା କରୁଛନ୍ତି, ପ୍ରକୃତ ସେବା, ଯେଉଁଠି ବି ଆମେ ସେବା କରୁଛନ୍ତି, ଗୋରୁ ଗାଈ ହେଉ, କେଉଁଠି ପଶୁପକ୍ଷୀ ହେଉ କିମ୍ବା କୌଣସି ମାନବ ସେବା କରୁଛନ୍ତି, ସେବାରେ ବହୁତ କିଛି ଲାଭ ଅଛି। ପ୍ରଥମତଃ ନିଜକୁ
ଆନନ୍ଦ ଲାଗିବ ଓ ଖୁସି ଲାଗିବ ଯଦି ଆମେ ପ୍ରକୃତ ସେବା କରୁଛନ୍ତି। ସେମିତି ଦେଖଣୀୟ ସେବା କରିବାଟା ଅଲଗା। ଯଦି ଆମେ ପ୍ରକୃତ ସେବା କରୁଛନ୍ତି, ନିଜକୁ ସାଟିସ୍ଫାଏ ଲାଗୁଛି ଯେ ଆମେ ହଁ ଠିକ୍ ସେବା କରୁଛନ୍ତି, ଆପଣ ଯାହାକୁ ସେବା କରୁଛନ୍ତି ତାକୁ ଖୁସି ଓ ଆନନ୍ଦ ଲାଗିବ, ତୁମକୁ ମଧ୍ୟ ଖୁସି ଓ ଆନନ୍ଦ ଲାଗିବ। ନିଜକୁ ବହୁତ ଆନନ୍ଦ ଖୁସି ଲାଗିବ, ତାହାର ଆମେ ସେବା କରୁଛନ୍ତି ତାକୁ ମଧ୍ୟ ଖୁସି ଓ ଆନନ୍ଦ ଲାଗିବ। ଆଉ ଗୋଟେ କଥା, ଆମେ ସେବା କରିବା ଦ୍ୱାରା ଯେଉଁମାନେ ଆମକୁ ଦେଖୁଛନ୍ତି ବା ଶିଖୁଛନ୍ତି, ଶିକ୍ଷଣୀୟ ଜିନିଷ, ଏହା ଗୋଟେ ପ୍ରଚାର ନୁହେଁ, ଏହା ଗୋଟି ଶିକ୍ଷଣୀୟ ବାର୍ତ୍ତା। ଅନ୍ୟମାନେ ଶିଖି ମଧ୍ୟ ସିଏ ବି ଏଇ ଟାଇପ୍ର କର୍ମରେ ଯୋଗ ଦେବେ ଏବଂ ସେ ଖୁସି ଭାବିବେ, ଯାହା ହଉ ଏଇ ଲୋକମାନେ ଏମିତି ସେବା କରୁଛନ୍ତି, ଏମିତି ଖୁସି କରୁଛନ୍ତି, ଆମେ ମଧ୍ୟ ଖୁସି ହେବୁ। ତେଣୁକରି ଆମେ କାହାର କ୍ଷତି କରିବା ନାହିଁ। କ୍ଷତି ନ କରିବା ସହିତ ଆମେ ଅନ୍ୟମାନଙ୍କର ସେବା କରିବା ପାଇଁ କର୍ତ୍ତବ୍ୟନିଷ୍ଠ। ଏହା ହେଉଛି ଗୋଟେ ମନୁଷ୍ୟର କର୍ତ୍ତବ୍ୟ। ସର୍ବପ୍ରଥମେ ପୃଥିବୀ ପୃଷ୍ଠରେ ଆମେ ଜନ୍ମ ନେଇଛନ୍ତି ମାନେ ସମସ୍ତଙ୍କର ମଙ୍ଗଳ କରି ନେବାର, କାହାର ଅମଙ୍ଗଳ ଚିନ୍ତା କରିବା ନାହିଁ। ଧନ୍ୟବାଦ। ଜୟ ଜଗନ୍ନାଥ। ଦୋଷ ଥିଲେ କ୍ଷମା କରିନେବେ।